ମୁଁ ଆରାଧନା କରୁଥିବା ବ୍ୟକ୍ତିଙ୍କ ଶିରୋମଣି ଭକ୍ତି। ମୁଁ ଆରାଧନା କରୁଥିବା ବ୍ୟକ୍ତିଙ୍କୁ ଭକ୍ତିର ସ୍ୱର ପ୍ରଦାନ କରୁଥିବା ପୂଜା। ଭୟଙ୍କର ଦେବାସୁର ସଂଗ୍ରାମରେ ଯେତେବେଳେ ଦେବ ସେନାପତି କୁମାର କାର୍ତ୍ତିକେୟଙ୍କୁ ଅସୁର ସମ୍ରାଟ ତାରକାସୁର ନିଜ ପ୍ରହାରରେ ଆହତ କଲା, ସେତେବେଳେ ଶ୍ରୀ ମହାଗଣେଶ ତାରକାସୁରର ଅନ୍ତର ମାଧ୍ୟମ ପାଲଟିଲେ। ତାରକାର ମୃତ୍ୟୁରେ ଦିତିର ମନୋବୃତ୍ତି ଆହୁରି ଅଧିକ ପ୍ରଳୟଙ୍କରୀ ହୋଇଉଠିଲା। स्वयंभू 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 असुर राजा स्वर्गाधिपति तारकासुरंकर जय। पिता तारकासुर माता शांबुकींकर जय। स्वयंभू सम्राट तारकासुरଙ୍କ पुत्रगण, तुमर महान पिता स्वर्ग पृथ्वी आउ पाताल तीन लोकर स्वामी आउ एबे तुमे जन्म नेबा मात्रके ए तीन लोकर उत्तराधिकारी पालटी गल। मो पुत्रगण, एबे तुमे ए तीन लोक उपरे शासन करिब आउ संसारर समस्त सुख भोग करिब। पिता तारकासुर माता शांबुकींकर जय। पिता तारकासुर माता शांबुकींकर जय। असुर राजा तारकासुर एवं असुर महाराणी शांबुकींकर जय। असुर राजा तारकासुर एवं असुर महाराणी शांबुकींकर रही जाओ। राक्षस वीर शांबुक, तुमे मते चिन्हि पारिबनी, किंतु मु तुमको भल भाव जानी। तुमे तारकासुरर पत्नी शांबुकीर पिता, आ वर्तमान निज नाती जन्मर उत्सव पालन करुच। किंतु शांबुक, मु तुमको गोटे दुखद खबर देवाई एठी प्रकट होईची। दुखद खबर? हाँ शांबुक, जो असुर राज तारकासुर तुमे जय जयकार करुच, से एबे ए संसार आउ जीवित नाही। तारकासुर ता निज जिद्दी पाई शिवपुत्र कुमार कार्तिकेय द्वारा बधरा। ना ना, एमिति ही न पारे। आम राक्षसंक आराध्य भगवान शिव एमिति करि परिबेनी। मो पुत्री माँ हेबा मात्रे विधवा हेई न पारे। केबे नुह, केबे भी हेई परिबनी। आग कहतु जे ए खुशी समय रे एमिति अशुभ खबर दबाकू आपण किए? मु दैत्यगुरु शुक्राचार्य। दैत्यगुरु शुक्राचार्य? दैत्यगुरु शुक्राचार्य? हाँ राक्षस वीर, अभागा तारकासुर मो परामर्श को उपेक्षा कला, जार परिणाम तार मृत्यु है। निजर मिथ्या अभिमान, जिद्दी आ अहंकार कारण दैत्य जाति पराजित हो गला। शांबुक, जहा हबार थिला हेई सारिछि, ताहा अटल सत्य थिला। से सब ठीक एमिति घटिबार थिला। ता पई शोक न करी आज आमे समस्ते असुर दैत्य और राक्षसों को विचार करने को पड़ो जे एबे जो भविष्य आम आगे अच्छी आमे तार जत्न नवा
ଆଉ ଏଭଳି ଦୁର୍ଘଟଣାକୁ ସାମ୍ନା କରିବା। ଦୈତ୍ୟ ଗୁରୁ, ଆପଣ ପରମ ଜ୍ଞାନୀ, ପରମ ଶିବ ଭକ୍ତ, କିନ୍ତୁ ଆପଣଙ୍କର ଜ୍ଞାନପୂର୍ଣ୍ଣ କଥା ମୁଁ ଟିକେ ବି ବୁଝିପାରୁନାହିଁ। ସମୟ ସବୁକିଛି ବୁଝେଇ ଦେବ ଶାମ୍ବୁକ। ଏ ସମୟରେ ମୁଁ ଏଠିକି ଶାମ୍ବୁକକୁ ଆଶ୍ୱାସନା ଦେବାକୁ ଆଉ ତାରକାସୁରର ପୁତ୍ରଙ୍କୁ ଆଶୀର୍ବାଦ ଦେବାକୁ ଉପସ୍ଥିତ ହେଇଛି। ଅସୁର ରାଜ ସ୍ୱର୍ଗାଧିପତି ତାରକାସୁରଙ୍କର ଜୟ ଅସୁର ରାଜ ସ୍ୱର୍ଗାଧିପତି ତାରକାସୁରଙ୍କର ଜୟ। ଇଏ ଶାମ୍ବୁକିର କକ୍ଷରୁ ଜୟ ଜୟକାର କିଏ କରୁଛି? ତୁମେ ସେ ସତ୍ୟ ଜାଣିନ ଶାମ୍ବୁକ ଯେ ଅସୁର ରାଜ ତାରକାସୁର ଦୈତ୍ୟମାତା ଦିତିଙ୍କ ପୌତ୍ର ଥିଲେ। ଦିତିଙ୍କ ବଂଶରେ ଜନ୍ମିଥିବା ସମସ୍ତ ଦୈତ୍ୟ ଜନ୍ମ ମାତ୍ରକେ ଯୁବକ ପାଲଟି ଯାଆନ୍ତି। ତୁମ 3 ଜଣ ନାତି ବି ଜନ୍ମ ମାତ୍ରକେ ଯୁବକ ହୋଇସାରିଛନ୍ତି। ତାଙ୍କୁ ତାଙ୍କ ମାତା ତାଙ୍କ ପିତାଙ୍କ ବିଷୟରେ କହିସାରିଛନ୍ତି। ସେହି କାରଣରୁ ସେମାନେ ଆନନ୍ଦିତ ହୋଇ ତାରକାସୁରର ଜୟ ଜୟକାର କରୁଛନ୍ତି। ଦୈତ୍ୟ ଗୁରୁ, ମୋର ନାତିମାନଙ୍କ ଜନ୍ମ ମାତ୍ରକେ ସେମାନଙ୍କୁ ତାଙ୍କ ନିଜ ପିତାଙ୍କ ମୃତ୍ୟୁର ଦୁଃଖଦାୟକ ଖବର କେମିତି ଦେବି ଦୈତ୍ୟ ଗୁରୁ? ଆପଣ ନିଶ୍ଚିନ୍ତ ରୁହନ୍ତୁ, ଏ କଠିନ କାର୍ଯ୍ୟ ମୁଁ କରିବି। ଆପଣ ମୋତେ ସେମାନଙ୍କ ପାଖକୁ ନେଇ ଚାଲନ୍ତୁ। ଯଥାଜ୍ଞା ଦୈତ୍ୟ ଗୁରୁ। ପିତା ତାରକାସୁର ମାତା ଶାମ୍ବୁକୀଙ୍କର ଜୟ ପିତା ତାରକାସୁର ମାତା ଶାମ୍ବୁକୀଙ୍କର ଜୟ। ପୁତ୍ରୀ, ଏ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ, ପ୍ରଣାମ କର। ତୁମର କଲ୍ୟାଣ ହେଉ। ପ୍ରଣାମ ଦୈତ୍ୟ ଗୁରୁ। ତୁମର କଲ୍ୟାଣ ହେଉ। ଶାମ୍ବୁକି, ତୁମର ଶକ୍ତିଶାଳୀ ପୁତ୍ରଙ୍କ ଜନ୍ମ ପାଇଁ ମୁଁ ତୁମକୁ ଶୁଭକାମନା ଜଣାଉଛି। ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଜୟ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଜୟ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କର ଜୟ। ଦୈତ୍ୟ ଗୁରୁ, ଆପଣଙ୍କ ଦର୍ଶନ ପାଇ ମୁଁ ଧନ୍ୟ ହୋଇଗଲି। ଆପଣ ବଡ଼ ଆନନ୍ଦ ମୁହୂର୍ତ୍ତରେ ଆସିଛନ୍ତି। ଦୈତ୍ୟ ଗୁରୁ, ମୋ 3 ଜଣ ଶକ୍ତିଶାଳୀ ପୁତ୍ରଙ୍କୁ ତାଙ୍କ ମହାନ ପିତାଙ୍କ ମହାନତା ଅନୁସାରେ ନାମ ପ୍ରଦାନ କରନ୍ତୁ। ଏମାନଙ୍କ ଜନ୍ମ ମାତ୍ରକେ ମୁଁ ବଡ଼ ସମସ୍ୟାରେ ଛନ୍ଦି ହୋଇଯାଇଛି ଯେ ମୁଁ ଏମାନଙ୍କୁ କୋଉ ନାଁରେ ଡାକିବି? ଓ ସର୍ବପ୍ରଥମେ ଯିଏ ଆସିଲା ତା ନାଁ ରହିବ ତାରକାକ୍ଷ। ଦ୍ୱିତୀୟ ତଥା ମଝିଆର ନାମ ରହିବ କମଳାକ୍ଷ। ଆଉ ତୃତୀୟ ତଥା ସବୁଠୁ ସାନ ପୁତ୍ରର ନାଁ ରହିବ ବିଦ୍ୟୁତ୍ମାଳୀ। ତାରକାକ୍ଷ, କମଳାକ୍ଷ ଆଉ ବିଦ୍ୟୁତ୍ମାଳୀ। ତାରକାକ୍ଷ, କମଳାକ୍ଷ ଆଉ ବିଦ୍ୟୁତ୍ମାଳୀ। ସୁନ୍ଦର। ଦୈତ୍ୟଗୁରୁ, ଆପଣ ତ ଏମାନଙ୍କ ମହାନ ପିତାଙ୍କ ମହାନତା ଅନୁସାରେ ଏମାନଙ୍କ ନାଁ ଦେଇଦେଲେ। ତାରକାକ୍ଷ, କମଳାକ୍ଷ ଆଉ ବିଦ୍ୟୁତ୍ମାଳୀ, ତୁମେମାନେ ତୁମ ନିଜର ଆଉ ନିଜ ମହାନ ପିତାଙ୍କ ନାମ ଏ ସଂସାରରେ ଅମର ରଖିବ। ଅସୁର ଜାତି ଆଉ ସ୍ୱୟମ୍ଭୂ ତାରକାସୁରର ଗୌରବ ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ମୁଁ ନିଜେ ସେ ଶିବପୁତ୍ର କାର୍ତ୍ତିକର ବଧ ନିଜର ଏଇ ହାତରେ କରିବି। ଏଇ ହାତରେ। ମୋ କଥା ଏବେ ଧ୍ୟାନ ଦେଇ ଶୁଣ ଶାମ୍ବୁକି, ଯେ ଯେତେବେଳେ ତମେ ମୋର ମହାନ ପୁତ୍ରଙ୍କ ମାତା ହବ ସେତେବେଳେ ମୋତେ ଆହ୍ୱାନ କରିବ, ମୁଁ ସେଠି ଉପସ୍ଥିତ ହେଇଯିବି। ସ୍ୱୟମ୍ଭୂ ସ୍ୱୟମ୍ଭୂ ସ୍ୱୟମ୍ଭୂ। ଦୈତ୍ୟଗୁରୁ, ମୋ ପୁତ୍ରଙ୍କ ଜନ୍ମ ପାଇଁ ଆପଣଙ୍କଠୁ ଶୁଭକାମନା ପାଇ ମୁଁ ଧନ୍ୟ ହୋଇଗଲି। କିନ୍ତୁ ଏମାନଙ୍କ ପରାକ୍ରମୀ ପିତା ତାରକାସୁର କେଉଁଠି?
ସେ ଆସିଲେନି କାହିଁକି ଦୈତ୍ୟଗୁରୁ? ଦୈତ୍ୟଗୁରୁ, ମୋ ପ୍ରଶ୍ନ ଶୁଣି ଆପଣ ଦୁହେଁ ଉଦାସ ହେଇଗଲେ କାହିଁକି? ଉତ୍ତର ଦିଅନ୍ତୁ, ମୋ ଶକ୍ତିଶାଳୀ ପୁତ୍ରଙ୍କ ପରାକ୍ରମୀ ପିତା ତାରକାସୁର କୋଉଠି? ପିତାଶ୍ରୀ, ଆପଣଙ୍କ ଆଖିରେ ଲୁହ? ଦୈତ୍ୟଗୁରୁ, ଉତ୍ତର ଦିଅନ୍ତୁ, ଉତ୍ତର ଦିଅନ୍ତୁ ଦୈତ୍ୟଗୁରୁ, ଉତ୍ତର ଦିଅନ୍ତୁ ଦୈତ୍ୟଗୁରୁ, ମୋ ପତି କୋଉଠି? ସାମ୍ବୁକି, ତୁମର ବଳଶାଳୀ ପତି ଏବେ ଏ ସଂସାରରେ ଜୀବିତ ନାହାନ୍ତି। ନାହିଁ, ଏହା ଅସମ୍ଭବ ଦୈତ୍ୟଗୁରୁ, ସ୍ୱୟମ୍ଭୁ ଅମର। ଯଦି ସେ ମୋ ପରାମର୍ଶ ଗ୍ରହଣ କରିଥାନ୍ତା ତେବେ ନିଶ୍ଚିତ ଅଜର ଆଉ ଅମର ହେଇଥାନ୍ତା, କିନ୍ତୁ ଏବେ ସେ ଶିବପୁତ୍ରଙ୍କ ହାତରେ ମୃତ୍ୟୁ ଲାଭ କରିସାରିଛି। ସ୍ୱାମୀ, ସ୍ୱାମୀ, ଆପଣ କାହିଁକି ମୋତେ ଛାଡ଼ି ଚାଲିଗଲେ? ସ୍ୱାମୀ, ମୁଁ ଏଭଳି କଠୋର ଖବରକୁ ଗ୍ରହଣ କରିପାରୁନି ଦୈତ୍ୟଗୁରୁ। ସାମ୍ବୁକି, ତୁମେ ରାକ୍ଷସ କନ୍ୟା, ମହାବୀର ଅସୁର ରାଜ ତାରକାସୁରଙ୍କ ପତ୍ନୀ। ତୁମଠାରେ ଏ ପ୍ରକାରର ବ୍ୟବହାର ଶୋଭା ପାଉନାହିଁ। ସଙ୍କଟରେ ମୁହୂର୍ତ୍ତରେ ତୁମକୁ ଧୈର୍ଯ୍ୟର ସହିତ ତୁମର 3 ପୁତ୍ରଙ୍କୁ ଗଢ଼ିବା ଉପରେ ଧ୍ୟାନ ଦେବା ଉଚିତ ହେବ। ଯିଏ ଚାଲିଗଲା ସେ ଆଉ ଫେରି ଆସିବନି, କିନ୍ତୁ ଦୈତ୍ୟ ଜାତିର ଉତ୍ଥାନ ଏବେ ତୁମ ହାତରେ। ତୁମ ସମସ୍ତଙ୍କର ମଙ୍ଗଳ ହେଉ। ପୁତ୍ରୀ, ତମେ ରାକ୍ଷସ ଜାତିର ଗୌରବ, ବୀର ଅସୁର ଜାତିର ତୁମେ ସମ୍ମାନ, କିନ୍ତୁ ଏ ସଙ୍କଟ ସମୟରେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପରାମର୍ଶର ପାଳନ କର। ତମେ କାନ୍ଦ ନାହିଁ ମାତା। ପିତା ତାରକାସୁରଙ୍କୁ ବଦ୍ଧ କରିଥିବା ବ୍ୟକ୍ତିକୁ ମୁଁ ଜୀବିତ ଛାଡ଼ିବିନି। ହଁ ମାତା, ଆମ ମହାନ ପିତା ଯେମିତି ଭାବେ ଅସୁର ଜାତିକୁ ମହାନତାର ସର୍ବୋଚ୍ଚ ଶିଖରରେ ପହଞ୍ଚାଇଥିଲେ, ଆମେ ବି ଠିକ୍ ସେମିତି ଦୁଷ୍ଟ ଦେବତାମାନଙ୍କୁ ଦଣ୍ଡ ଦେଇ ଅସୁର ଜାତିର ଗୌରବକୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇବୁ। ତୁମେ ଆମ କଥା ଉପରେ ଭରସା ରଖ ମାତା। ଆମେ ନିଜ ପରାକ୍ରମୀ ପିତାଙ୍କ ଶତ୍ରୁକୁ ପ୍ରସନ୍ନ ହେବାର ସୁଯୋଗ ଦେବୁନି। ଯେମିତି ଭାବେ ଆଜି ତୁମ ଆଖିରୁ ଲୁହ ଝରୁଛି, ଠିକ୍ ସେମିତି କାଲି ଆମ ପିତାଙ୍କ ଶତ୍ରୁ ତୁହାଇ ତୁହାଇ କାନ୍ଦିବେ। ମୋର ତୁମମାନଙ୍କ ଉପରେ ଭରସା ଅଛି। ତୁମମାନଙ୍କୁ ସେଇ ଦୈତ୍ୟ ଶତ୍ରୁଙ୍କ ଠାରୁ ପ୍ରତିଶୋଧ ନେଇ ସ୍ୱର୍ଗ, ପୃଥିବୀ ଆଉ ପାତାଳ 3 ଲୋକର ଶାସନ ପୁନଶ୍ଚ ପ୍ରାପ୍ତ କରିବାକୁ ହେବ। ଯଥାଜ୍ଞା ମାତା। ସାମ୍ଭୁକି, ସାମ୍ଭୁକି,